ମୁଣ୍ଡ ନୁଆଇଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶାରେ ସ୍ୱାଭାବିକ ହେବ ଆଳୁ ଦର। ଆଳୁ ପଠାଇବା ପାଇଁ ରାଜି ହୋଇଛି ପଶ୍ଚିମବଙ୍ଗ। ଗତକାଲି ପଶ୍ଚିମବଙ୍ଗ ସଚିବାଳୟର ନବାନ୍ନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଦାବି ଆଗରେ ମୁଣ୍ଡ ନୁଆଇଛନ୍ତି ମମତା ସରକାର। ସପ୍ତାହକ ମଧ୍ୟରେ ପଡ଼ୋଶୀ ରାଜ୍ୟକୁ 2 ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ରପ୍ତାନୀକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶା ସମେତ ଅନ୍ୟ ପଡ଼ୋଶୀ ରାଜ୍ୟ ଏହାଦ୍ୱାରା ଉପକୃତ ହେବେ। ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଆଳୁ ବ୍ୟବସାୟୀ ମଧ୍ୟ ବିରୋଧ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବ୍ୟବସାୟୀମାନେ କ୍ଷତିରେ ପଡ଼ିଥିବା ଦାବି କରିଛନ୍ତି। ଏହାପରେ ଗତକାଲି ନବାନ୍ନରେ ବୈଠକ ବସିଥିଲା। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଥିବାରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକକୁ ସୀମାରେ ଅଟକା ଯାଉଛି। ତେଣୁ ଆଳୁ ପାଇଁ ପଡ଼ୋଶୀ ଉପରେ ନିର୍ଭର କରୁଥିବା ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ ବଢ଼ିଛି। ସର୍ବାଧିକ 60 ଟଙ୍କା ଯାଏଁ ରାଜ୍ୟରେ କିଲୋ ପିଛା ଆଳୁ ବଢ଼ିଯାଇଛି। ଏହାରି ମଧ୍ୟରେ ୟୁପିରୁ ଆଳୁ ଆଣିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ଟ୍ରେନ୍ ଯୋଗେ ଆସିବ। ହେଲେ ପଶ୍ଚିମବଙ୍ଗର ଆଳୁ ସହ ଓଡ଼ିଶା ଲୋକେ ଅଭ୍ୟସ୍ତ ଥିବାରୁ ୟୁପି ଆଳୁ ଲୋକଙ୍କ ଚାହିଦା ପୂରଣ କରିପାରୁନଥିଲା।